ଆପଣ ଜାଣିଛନ୍ତି କି ଜଗତର ନାଥ ଜଗନ୍ନାଥ ନିଜ ଭକ୍ତ ପାଇଁ ଶ୍ରୀମନ୍ଦିରରୁ ସୁନା ଥାଳି ଚୋରି କରିଥିଲେ ବୋଲି? ହଁ ଆଜ୍ଞା, ଏମିତି ଏକ ଆଶ୍ଚର୍ଯ୍ୟଜନକ ଲୀଳା ଘଟିଥିଲା ପ୍ରଭୁଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତିଙ୍କ ଜୀବନରେ। ଥରେ ଓଡ଼ିଶାରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିବାରୁ ଭକ୍ତ ବନ୍ଧୁ ମହାନ୍ତି ନିଜ ଭୋକିଲା ପରିବାରକୁ ଧରି ପୁରୀ ଆସିଲେ। ସେ ମହାପ୍ରଭୁଙ୍କୁ ରାତିରେ ବିରକ୍ତ ନ କରି ମନ୍ଦିର ବାହାରେ ପେଜନାଳ ଦ୍ୱାର ପାଖରେ ଶୋଇ ରହିଲେ। କିନ୍ତୁ ପ୍ରଭୁ କ'ଣ ନିଜ ବନ୍ଧୁକୁ ଭୋକିଲା ପେଟରେ ରଖିପାରିବେ? ମଧ୍ୟରାତ୍ରରେ ଜଗନ୍ନାଥ ନିଜ ସେବକ ବେଶରେ ଆସି ଏକ ବଡ଼ ସୁନା ଥାଳିରେ ସେମାନଙ୍କୁ 56 ଭୋଗ ପ୍ରସାଦ ଖୁଆଇଲେ। ସକାଳୁ ସୁନା ଥାଳି ଚୋରି ଅପବାଦରେ ବନ୍ଧୁ ମହାନ୍ତିଙ୍କୁ ଜେଲ୍ ହେଲା, ପ୍ରବଳ ମାଡ଼ ମଧ୍ୟ ହେଲା। ସେହିଦିନ ରାତିରେ ମହାପ୍ରଭୁ ପୁରୀ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ କହିଲେ, ରାଜା, ତୁମେ ଯାହାକୁ ଚୋର ଭାବି ବନ୍ଦୀ କରିଛ ସେ ମୋର ପରମ ବନ୍ଧୁ। ମୁଁ ନିଜେ ତାଙ୍କୁ ମୋ ସୁନା ଥାଳିରେ ଖାଇବାକୁ ଦେଇଥିଲି। ରାଜା ତୁରନ୍ତ ଯାଇ ଭକ୍ତଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ, ତାଙ୍କୁ ମୁକ୍ତି ଦେଲେ। ବନ୍ଧୁଗଣ, ଭଗବାନ କେବଳ ସଚ୍ଚୋଟ ଭକ୍ତର ଭକ୍ତିର ପରୀକ୍ଷା ନିଅନ୍ତି। ଆପଣଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗେ ତାହେଲେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଜୟ ଜଗନ୍ନାଥ।